ବାପା ମା ଚାହାନ୍ତି ମନୁଆ ଭଲ ପାଠ ପଢ଼ୁ, ବଡ଼ ହେଇ ନାଁ କମାଉ, ବଡ଼ ଚାକିରିଟିଏ କରୁ, ଆଉ ନିଜ ଗୋଡ଼ରେ ନିଜେ ଛିଡ଼ା ହଉ। କିନ୍ତୁ ମନୁଆର ରୁଚି ଥିଲା କିଛି ଅଲଗା। ସେ ସେମିତି କିଛି ଚାହେଁନି। ସେ ମହାପ୍ରଭୁଙ୍କୁ ଭାରି ଭଲ ପାଏ। ଗରିବର ଆଖିର ଲୁହ ଦେଖିଲେ ସହିପାରେନି ସେ, କାନ୍ଦି ପକାଏ। ହାତ ଯୋଡ଼ି ଦେଇ ପୁଣି ମହାପ୍ରଭୁଙ୍କୁ କୁହେ, ଶାନ୍ତେ କାହିଁକି ଏମିତିକା ଦୁଃଖ ଦେଉଛନ୍ତି? ଗରିବ ଲୋକ ସିଏ, ସହିପାରିବନି। ସବୁ ଦୁଃଖ ପଛେ ମୋତେ ଦେଇ ଦିଅନ୍ତୁ। ପୁଣି କେବେ କେବେ ଦେଖାଦିଏ। ଯଦି କୌଣସି ଜୀବଜନ୍ତୁ ଅସୁବିଧାରେ ପଡ଼ିଥାନ୍ତି, ତାଙ୍କ ପାଇଁ ବି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରେ। କିନ୍ତୁ ତାର ଗୋଟିଏ ଲକ୍ଷ୍ୟ ଥାଏ, ବଞ୍ଚିଥିବା ପର୍ଯ୍ୟନ୍ତ ସମସ୍ତଙ୍କ ସେବା କରିବି। ଏ ଜୀବନ ଚାଲିଯାଉ ପଛେ। ସତରେ ଏମିତିକା ସହୃଦୟ ବ୍ୟକ୍ତି ଗୋଟିଏରେ ଗୋଟିଏ। ବେଳେବେଳେ ଏମିତି ଦେଖାଦିଏ, ମୃତ ଗଳିତ ପଚାଛଡ଼ା ଜୀବଜନ୍ତୁଙ୍କର ଶବ ରାସ୍ତାରେ ଏଣେ ତେଣେ ପଡ଼ିଥାଏ। ଲୋକମାନେ ନାକରେ ହାତ ଦେଇ ନିଜ ନିଜ ବାଟରେ ଚାଲିଯାଆନ୍ତି। ମନୁଆ କିନ୍ତୁ ସେମିତି ଜମା ନୁହେଁ। ସେମାନଙ୍କୁ ଦାୟିତ୍ୱର ସହ ରାସ୍ତା କଡ଼ରୁ ଉଠାଏ, ପୋତି ପକାଏ, ନହେଲେ ପୋଡ଼ି ପକାଏ। ସବୁବେଳେ ତାର ଗୋଟିଏ ଲକ୍ଷ୍ୟ, ସମାଜର କଲ୍ୟାଣରେ ଜୀବନ ମୋର ଚାଲିଯାଉ ପଛେ, କେବେ ପଛକୁ ଫେରିବି ନାହିଁ। ଆଉ ସବୁଠାରୁ ବଡ଼ କଥା ହେଉଛି, ଅଜଣା ଶବ ଯାହାକୁ ଛୁଇଁବା ପାଇଁ ଲୋକମାନେ ଶଙ୍କା ଆଣନ୍ତି ମନରେ। ଲୋକମାନେ ଭୟ କରନ୍ତି, କାହାର ନାହିଁ କାହାର ଶବ, ଆମେ କାହିଁ ତାକୁ ଛୁଇଁବା? ତା ଛଡ଼ା ମଣିଷ ତ ମରିଗଲା ପରେ ମଢ଼ା ପାଲଟିଯାଏ। ମଢ଼ାକୁ ବା ଛୁଇଁବ କିଏ? ମନୁଆ ଆଦରର ସହିତ ସେସବୁକୁ ବୋହି ନିଏ କାନ୍ଧରେ। କେବେ କେବେ କିଏ ସାଥ ଦିଅନ୍ତି, ନହେଲେ ନାହିଁ। ସତରେ କାମ କଲାବେଳେ ଲୋକଟା ଯେମିତି ଲାଗେ, ତାଠି ଶତସିଂହର ବଳ। ସବୁ ସେ ଉପରବାଲାର ଇଚ୍ଛା। ମହାପ୍ରଭୁଙ୍କୁ ଭରସା କରି କର୍ମକ୍ଷେତ୍ରରେ ଆଗେଇ ଚାଲେ ମନୁଆ। ସେ କିନ୍ତୁ ପିଲାଟି ଦିନରୁ ସବୁ କିଛି ବୁଝିପାରିଥିଲା କି ଶ୍ମଶାନ ହେଉଛି ସମସ୍ତଙ୍କ ପାଇଁ ସମାନ। ସେଠି ଗରିବ ନା ଦେଖାଯାଏ ଦିନ ମଜୁରିଆ, ନା ଦେଖାଯାଏ ଖଟିଖିଆ, ନା ଦେଖାଯାଏ ବଡ଼ ଲୋକ, ନା ସେଠି ଉଚ୍ଚ ନିଚର ପାର୍ଥକ୍ୟ ଦେଖାଯାଏ। ଶ୍ମଶାନରେ ସେଇ ନିଆଁରେ ସବୁ କିଛି ପାଉଁଶ ହୋଇଯାଏ। ତାପରେ ବି ମଣିଷର ମନରେ ଏତେ ଗର୍ବ କାହିଁକି, ଏତେ ଅହଙ୍କାର କାହିଁକି? ହେଲେ ଏଇ କଥାଟା ତା ପାଇଁ ଯେଦିନ ପ୍ରଶ୍ନବାଚୀ ହୋଇ ଛିଡ଼ା ହେବ, ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା। ଗାଁ ଗହଳିରେ ସେତେବେଳେ ଏଇ ଛୁଆଁ ଅଛୁଆଁକୁ ନେଇ କେତେ କ'ଣ କଟକଣା ଲାଗିଥାଏ। ଯଦି କେହି ମଲା ଲୋକର କୌଣସି ଏକ ଜିନିଷକୁ ଛୁଇଁ ଦେଉଥିଲା, ତାକୁ ପୁଣି ଥରେ ଗାଧୋଇବାକୁ ପଡ଼ୁଥିଲା। ଆଉ ଯଦି କେହି ସେ ମୃତ ବ୍ୟକ୍ତିର ସହିତ ଶ୍ମଶାନ ଯାଏଁ ଯାଉଥିଲା, ତାକୁ ତ ପୁଣି ଗାଧୋଇବାକୁ ପଡ଼ୁଥିଲା। ସତରେ କେତେ କଟକଣା ଥିଲା। ମନୁଆ ଦିନେ ଶବଦାହ ପାଇଁ ଗୋଟିଏ ଅଜଣା ଶବକୁ ବୋହି ନେଉଥାଏ କାନ୍ଧରେ। ପଛରେ ଧାଇଁଥାନ୍ତି ତାର ସେଇ ବୁଢ଼ା ବାପା। ମନୁଆରେ, ମୋ ବାପାଟା ପରା, ସେ କାମ ଛାଡ଼ିଦେ, ଆମର ଦରକାର ନାହିଁ କାହାକୁ ସାହାଯ୍ୟ କରିବା, ମୋ ସହିତ ଚାଲ, ଘରକୁ ପଳେଇବା। ମନୁଆ କିନ୍ତୁ ନାରାଜ। ବାପା, ତମର ପୁଣି କ'ଣ ହେଲା? କାହିଁ ଘରୁ ଚାଲି ଆସିଲ? ଦେଖୁଛ ତ ଅଜଣା ଲୋକଟାଏ, କେହି ପଚାରୁନାହାନ୍ତି, ତାକୁ ପୋଡ଼ି ଦେଇ ସାରେ କଥା ହେବା। ନାଇଁରେ ମନୁଆ, ମୋ ବାପାଟା ପରା, ସେଇ ଅଜଣା ଲୋକଟା ପାଇଁ ତୋତେ ମୁଁ ଅଜଣା ରାଇଜକୁ ଠେଲି ଦେଉନି ରେ। ଭାରି କଷ୍ଟ ଲାଗୁଛି। ହେଲେ କ'ଣ ହେଇଛି ବାପା? ଟିକେ ଅପେକ୍ଷା କର, ଲୋକଟାକୁ ପୋଡ଼ି ଦିଏ, ତାପରେ କଥା ହେବା। ନାଇଁରେ ମନୁଆ, ସେଇଠି ଛାଡ଼ି ଦିଆ, ପୋଡ଼ିବା କିଛି ଦରକାର ନାହିଁ। ତା କଥା ବୁଝିବାକୁ କ'ଣ ଆଉ କେହି ନାହାନ୍ତି? ଦୁନିଆରେ କୁଢ଼ କୁଢ଼ ଲୋକ। ନାଇଁ ବାପା, ମହାପ୍ରଭୁ ମୋତେ ହିଁ ବନେଇଛି ତାଙ୍କରି ସେବା କରିବା ପାଇଁ। ଦେଖୁଛ ତ, କାହାର ତ ବାପା ହୋଇଥିବ ସେ, କାହାର ତ ଭାଇ ହୋଇଥିବ ସେ, କାହାର ତ ଦାଦା ହୋଇଥିବ ନା। ଆମ ପରିକା ମଣିଷଟିଏ ଚାଲିଯାଇଛି। ଦୁର୍ଭାଗ୍ୟର କଥା, ତାକୁ ପୋଡ଼ି ଦିଏ, କଥା ହେବା। ବାପାଙ୍କର କଥାକୁ ନ ମାନି ମନୁଆ ସେଦିନ ଶବଦାହ କଲା। ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲା, ଶାନ୍ତେ ଅମର ଆତ୍ମାର ସଦ୍ଗତି ହେଉ। ଶବ ଏଥର ପୋଡ଼ା ଚାଲିଥାଏ। ଏଥର ବାପ ପୁଅଙ୍କ ଭିତରେ ପାଚେରୀଟିଏ ଛିଡ଼ା ହେଲା। ବାପା କହୁଥାନ୍ତି, ବୁଝିଲୁ ମନୁଆ, ତୋରି ପାଇଁ ଆଉ ମୋ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲିପାରୁନି। ଜାଣିଛୁ ତ ବାପା, ମୁଁ ପୁଣି କ'ଣ କଲି ଯେ? କିଛି କରିନୁ? ଏଇ ଯେଉଁ ଅଜଣା ଶବକୁ ଆଣି ପଡ଼ୁଛୁ, ପଚାଶଢ଼ା ଜୀବଜନ୍ତୁଙ୍କୁ ଉଠଉଛୁ, ଲୋକମାନେ ଭାରି ଘୃଣା କରୁଛନ୍ତି, ତୋତେ ଛୁଆଁ କହୁଛନ୍ତି। ଆଉ ଜାଣିଛୁ, ତୁ ନୀତି ଏଇ ଶବଦାହ କରି ଘରେ ପଶୁଛୁ। ଲୋକମାନେ କହୁଛନ୍ତି, ତୋତେ ଛୁଇଁକି ଆମେ ତ ମାରା ହେଉଛୁ, ତାଦ୍ୱାରା ସେମାନଙ୍କୁ ଛୁଇଁକି ସମସ୍ତଙ୍କୁ ମାରା କରୁଛୁ। ଗାଁ ଗଣ୍ଡାରେ କେହି ତୋତେ ଭଲ ପାଉନାହାନ୍ତି। ଆଉ ତୁ ତ ଜାଣିଛୁ, ତୁ ଗଲାବେଳକୁ ଲୋକମାନେ ଘୁଞ୍ଚି ଯାଉଛନ୍ତି, ପାଖେଇ ଯାଉଛନ୍ତି ସମସ୍ତେ। ନାଇଁ ମୋ ବାପା, ସେମିତି କିଛି ନୁହେଁ। ଲୋକମାନେ ସେମିତି ଭାବୁଛନ୍ତି। ଛୁଆଁ ଛୁଆଁ ପୁଣି କ'ଣ ଯେ? ସେ ତ ମରିଗଲା, ତାକୁ ଦାହ କରି
ତାର ଶେଷ ଠିକଣାରେ ପହଞ୍ଚାଇ ଦେଲି। ପୁଣି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ବି କଲି। ଆଠାରୁ ଆଉ ଭଲ କାମ କ'ଣ ଅଛି ଯେ? ବାବା କିନ୍ତୁ ବୁଝିବାକୁ ନାରାଜ। ନାଇଁରେ ମନୁଆ, ସଫା କହିଦେଉଛି, ଯଦି ମୋ କଥା ତୁ ନ ମାନୁ, ତୁ ଇଆଡ଼େ ମୁଁ ସିଆଡ଼େ। ବାପା ସେମିତି ଜମା କୁହନି, ମୁଁ ତମ ପୁଅଟି, କ'ଣ ଖାଇବି, କେଉଁଠି ରହିବି ମୁଁ, ସେ କଥା ତୁ ଜାଣିଥିବୁ। ମୁଁ ଏବେ ଆସୁଛି। ବାପା ଯେତେବେଳେ ଏଥର କହି ଚାଲିଯାଆନ୍ତି, ମନୁଆ ସେଇ ଶବଦାହର ଚିତାକୁ ଦେଖି ବୋହୁ ବୋହି କାନ୍ଦିବାକୁ ଲାଗିଲା। ହାତ ଯୋଡ଼ି ଦେଇ କହିଲା, ଶାନ୍ତେ, କ'ଣ ମୁଁ ଭୁଲ କାମ କରିଛି ଯେ ଶବଦାହ କରୁଛି, ପଚାସଢ଼ା ଜୀବଜନ୍ତୁକୁ ଉଠଉଛି? ଏହାକୁ ତ ମୁଁ ମୋର ନିଜ କର୍ମ ରୂପେ ମାନି ନେଇଛି। କ'ଣ ଯେ ଭୁଲ କରିଛି ମୁଁ? ବାପା ଛାଡ଼ି ଚାଲିଗଲେ, ପରିବାର ଛାଡ଼ିଗଲା, ଗାଁ ଲୋକମାନେ ଘୃଣା କରୁଛନ୍ତି। ତମେ କ'ଣ ଶାନ୍ତେ ଦୂରେଇ ଦେବ ମୋତେ? ଏତକ କହି ମନୁଆ କାନ୍ଦି ପକାଉଥାଏ। ଭାରି ଭୋକ ବି ହେଉଥାଏ। ଏପଟେ ବାପା ତ ମନା କରିଦେଇ ଯାଇଛନ୍ତି ଆଉ ଘରକୁ ଫେରିବୁନି ବୋଲି। ଯଦି ଏଇ କାମ ତୁ ନ ଛାଡ଼ିଛୁ, କ'ଣ ଆଉ କରିବ ସେ? ମନ ଦୁଃଖରେ ବାଟରେ ଚାଲି ଚାଲି ଯାଉଥାଏ। କେହି ଜଣ ଅଜଣା ଲୋକ ଦେଖାହେଲେ। ହାତରେ ପୁଡ଼ିଆଟିଏ ଧରିଥାନ୍ତି। ସେ ହସି ହସି କହୁଥାନ୍ତି, ଖାଇଛୁ? ମନୁଆ ତ କିଛି ବି ଖାଇନଥାଏ। ପାଟିରୁ କିଛି ବି କଥା ବାହାରୁନଥାଏ। ଲୋକଟି ଲୁହ ପୋଛି ଦେଇ କହିଲା, ଯା ଧୋଇ ଧାଇଆ, ସାଙ୍ଗ ହେଇ ଖାଇବା। ଲୋକଟାର ଏମିତିକା ଆଦର ଦେଖି ମନୁଆ ବି ଭାରି ଖୁସି ହେଇଗଲା। କାହିଁକି କେଜାଣି କିଛି କ୍ଷଣ ପାଇଁ ତାକୁ ଯେମିତି ଲୋକଟା ଭାରି ନିଜର ଲାଗିଲା। ଖାଇବା ପୁଡ଼ିଆକୁ ଖୋଲି ଦେଇଛି। ମନୁଆ ଭାରି ଖୁସି ହେଇଗଲା। ଆରେ ଅବଢ଼ା ମହାପ୍ରସାଦ, ତା ସାଙ୍ଗକୁ ବେସର, ତା ସାଙ୍ଗକୁ କ୍ଷୀରି, ଖେଚୁଡ଼ି, କେତେ କ'ଣ ଜିନିଷ। ଲୋକଟା ମୁହଁକୁ ଯାଇ ମନୁଆ ପଚାରୁଥାଏ, କେଉଁଠୁ ପାଇଲ ଏସବୁ? ଲୋକଟା ହସି ଦେଇ କହୁଥାଏ, ମୁଁ ନିତି ଏସବୁ ଖାଏ, ଆଉ ତୋ ପାଇଁ ଆଜି ନେଇକି ଆସିଛି। ଯଦି କହିବୁ ନା, ସବୁଦିନ ତୋ ପାଇଁ ଏମିତି ଆଣିବି। ମନୁଆ ଯେତେବେଳେ ଏତକ ଶୁଣିଛି, ତା ମନରେ ଟିକେ ପ୍ରଶ୍ନ ଆସିଲା, ଲୋକଟା କିଏ? ହଠାତ୍ ଦେଖା ହଉ ହଉ ସବୁଦିନ ଆଣିବ କହୁଛି। କିଛି ବୁଝା ପଡ଼ୁନଥାଏ। ସେ ପୁଣି କହିଲା, ମୋର ସେମିତି କିଛି ଘର ଦ୍ୱାର ନାହିଁ, ସମସ୍ତେ ମୋତେ ଦୂରେଇ ଦେଇଛନ୍ତି। ଯଦି କହୁଛ ଆସିବ, ନିତି ଆମର ଏଇଠି ଦେଖାହେବ। କିନ୍ତୁ ଲୋକଟା କହିଲା, ତୁ ତୋର କର୍ମପଥରେ ଆଗେଇ ଚାଲ, ମୁଁ ଅଛି, ନିତି ଆସିବି, ଏଇଠି ଦେଖାହେବ। ସତରେ ଲୋକଟାର କଥା ଶୁଣି ମନୁଆକୁ ଟିକେ ସାହସ ମିଳିଲା। ମନୁଆ ଏଥର ଆଗ ଭଳିକା କାମରେ ଲାଗିଯାଏ। ଆଉ ପ୍ରତିଦିନ ସଞ୍ଜ ପଡ଼େ ସେଇ ପାଖରେ ଦେଖା ହୁଏ। ଲୋକଟା ବି ଖାଇବା ଆଣିକି ଆସିଥାଏ। ସାଙ୍ଗ ହୋଇ ଖାଆନ୍ତି। ଲୋକଟା ତା ବାଟରେ ଚାଲିଯାଏ, ଆଉ ମନୁଆ ସେ ବି ମୁଣ୍ଡ ଗୁଞ୍ଜିବା ପାଇଁ ସେ ପାଖରେ କେଉଁଠି ରହିଯାଏ। ଏପଟେ କିନ୍ତୁ ବାପା ଆଉ ଗାଁ ଲୋକ ଆଜକୁ 4-5 ଦିନ ହେବ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପିଲାଟା ଖାଉଛି କେଉଁଠି, ରହୁଛି କେଉଁଠି, ଯିଏକି ବାପା ମାଆଙ୍କୁ ଦଣ୍ଡେ ନ ଦେଖିଲେ ପାଗଳ ହୋଇଯାଏ। ସତରେ ମଣିଷ ଜୀବନରେ କର୍ମକ୍ଷେତ୍ରରେ ଏମିତି କିଛି ଜିନିଷ ଆସେ ଯାହା ପାଇଁକି ସବୁ କିଛି ଛାଡ଼ି ସେ କର୍ମକୁ ଆପଣେଇବାକୁ ପଡ଼େ। ମନୁଆ ତ ସେୟା ହିଁ କରୁଥିଲା। ବାପା ଆଉ ସମ୍ଭାଳି ପାରିଲେନି। ଦିନେ 2-4 ଜଣ ଗାଁ ଲୋକଙ୍କୁ ଧରି ମନୁଆ ରହୁଥିବା ଜାଗାକୁ ଗଲେ। କିନ୍ତୁ ସେ ଯାହା ସେଠି ଦେଖିଲେ ତାଙ୍କ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେନି। ଏ କ'ଣ, ମନୁଆ ପାଇଁ କେହି ଜଣେ ଖାଇବା ଧରି ଆସୁଛି, ଆଉ ମନୁଆ ସାଙ୍ଗରେ ବସିକି ଖାଉଛି। ଯେତେବେଳେ ଲୋକଟା ଖାଇକି ଯାଇଛି, ମନୁଆକୁ ପଚାରନ୍ତି। ମନୁଆ କହୁଥାଏ, ଜାଣିନି ସେ କିଏ, ତମେମାନେ ଯେତେବେଳେ ମୋତେ ଦୂରେଇ ଦେଲ, ସେଇଦିନଠାରୁ ସେ ଆସୁଛି, ଆଉ ମୋ ପାଇଁ ନିତି ଅବଢ଼ା ମହାପ୍ରସାଦ ଆଣିକି ଆସୁଛି। ଲୋକମାନେ ଯେତେବେଳେ ପାଖରେ ପହଞ୍ଚନ୍ତି, ସତରେ ସେଇ ଅବଢ଼ା ଥାଳିର ଦୃଶ୍ୟ ଆଉ ତୁଳସୀ ଚନ୍ଦନର ମହମହ ବାସ, ଲୋକମାନେ ବାରି ହୋଇ ପଡ଼ୁଥାନ୍ତି। ଏ ଆଉ କେହି ନୁହନ୍ତି, ମହାପ୍ରଭୁ ଜଗନ୍ନାଥ ନିଜେ ତାଙ୍କ ଭକ୍ତକୁ ସାହାଯ୍ୟ କରିବା ପାଇଁ ନିତି ଆସୁଛନ୍ତି, ହାତରେ ଖାଇବା ଧରିକି। ସତରେ ମହାପ୍ରଭୁ ତୁମେ ପରମ ଦୟାଳୁ। ମନୁଆ ଯେତେବେଳେ ଏତକ ଶୁଣିଛି, ସେ ହାତ ଯୋଡ଼ି ଦେଇ କହୁଥାଏ, ଶାନ୍ତେ, ଶୁଣିଥିଲି ଯେତେବେଳେ ମଣିଷ ପାଇଁ ସବୁକିଛି ଦ୍ୱାର ବନ୍ଦ ହୋଇଯାଇଥାଏ, ସେତେବେଳେ ଗୋଟିଏ ମାତ୍ର ଦ୍ୱାର ଖୋଲା ଥାଏ, ଆପଣଙ୍କ ଦ୍ୱାର। ସତରେ ଖୋଲା ରଖିଛ ନା? ଭୁଲିବନି କେବେ ମୋତେ। ମୁଁ ବି କଥା ଦେଉଛି ଶାନ୍ତେ, ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ କର୍ମକୁ ଆପଣେଇ ନେବି। ତମେ ତ କହିଛ ନା, ତମେ ପରା ମୋ ପଛରେ ଅଛ। ମନୁଆର କଥା ଶୁଣି ଗାଁ ଲୋକ ଆଉ ବାପାଙ୍କର ମୁଣ୍ଡ ଚେତନ ତଳକୁ ହେଇଗଲା। ସମସ୍ତେ କହୁଥାନ୍ତି, ଆମକୁ କ୍ଷମା କରିଦେଲେ ମନୁଆ। ମହାପ୍ରଭୁ ଯାହାକୁ ଭଲ ପାଉଛନ୍ତି ତାକୁ ବା ଆମେ କେମିତି ଦୂରେଇ ପାରିବୁ? ସତରେ କେଡ଼େ ଭୁଲ ବୁଝିଥିଲୁ ତୋତେ। ସମସ୍ତଙ୍କର ମନଚେତନ ପରିବର୍ତ୍ତନ ହୋଇଗଲା। ଆଉ ସମସ୍ତେ ସେଇଠି ଶପଥ କଲେ, ଆମ ଗାଁଟା ଯାଙ୍କର ଲୋକ ସମସ୍ତେ ମିଳିମିଶି ସମସ୍ତଙ୍କୁ ସାହାଯ୍ୟ କରିବା। ସେ ଅଜଣା ଶବ ହଉ, ମୃତ ଗଳିତ ଜୀବଜନ୍ତୁ ହଉ, କାହାରିକୁ ବି ଅବହେଳା କରିବାନି। ସତରେ ଗାଁ ଲୋକମାନଙ୍କର ଏମିତିକା ପରିବର୍ତ୍ତନ ଦେଖି ମନୁଆ ସେଦିନ ଭାରି ଖୁସି ହେଇଗଲା।
ସାଆନ୍ତଙ୍କୁ ହାତ ଯୋଡ଼ି ଦେଇ କହିଲା, ସାଆନ୍ତେ ପରିବର୍ତ୍ତନ କରିଦେଲ ନା? ଆପଣଙ୍କୁ କୋଟି କୋଟି ପ୍ରଣାମ। ଯେତେବେଳେ ମଣିଷ ନିଜ ମନ ଭିତରେ ଦୃଢ଼ ସଂକଳ୍ପ ନେଇ ବିଶ୍ୱାସର ସହିତ କାର୍ଯ୍ୟଟିକୁ ଆଗେଇ ନିଏ, ହୁଏତ ତା ପଛରେ କିଛି ବାଧାବିଘ୍ନ ଆସେ, ସବୁକୁ ସହିବାକୁ ପଡ଼େ, ସବୁକୁ ସାମ୍ନା କରିବାକୁ ପଡ଼େ, ଆଉ ଶେଷରେ ଦେଖିବ ଭଗବାନ ବି ସାହାଯ୍ୟ କରିବାକୁ ନିଶ୍ଚୟ ଆଗକୁ ଆସିବେ। ଏହା ହିଁ ସତ୍ୟ। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।